ବାପ ପୁଅ ମୋ ସହିତ ଘୋର ଅନ୍ୟାୟ କରିଛନ୍ତି। ସକାଳୁ ଟିକେ ମୁଁ ଚା ଚକୁଳି ଖାଇ ଦେଇଥିଲି। ଚକୁଳି ପିଠା ହବ ମାନେ ସକାଳେ ଖରାବେଳେ ରାତିରେ ସନ୍ଧ୍ୟାବେଳେ ଚକୁଳି ନ ସରିବା ଯାଏ ମୁଁ ତାକୁ ଖାଇସାରିଲା ପରେ କିଛି ଲୁଗାପଟା ମାଡ଼ି ଦେଇଥିଲି ସଫା କରିବା ପାଇଁ, ତାକୁ ଯାଇକି ସଫା କରିଦେଲି। କାରଣ ସ୍କୁଲ ଖୋଲିଯିବ, ଡ୍ରେସ୍ ତ ସଫା କରିବାକୁ ପଡ଼ିବ। ଗୃହିଣୀମାନଙ୍କ ପାଇଁ ତ କାମ କେତେବେଳେ ବନ୍ଦ ନଥାଏ, ଗୋଟାଏ ପରେ ଗୋଟାଏ କାମ କରିବାକୁ ପଡ଼ିଥାଏ। ସଫା କରିସାରିକି ଆସିକି ଡାଲମା ପାଇଁକି ପରିବା ମୁଁ କାଟିଦେଲି। ଡାଲମା ବସେଇ ସାରିଲା ଭିତରେ ମୋତେ ଭୋକ କଲା। ମୁଁ କହିଲି ନାଇଁ ଆଗ ପଖାଳ ଖାଇ ଦେଇକି ପେଟଟାକୁ ଥଣ୍ଡା କଲେ ତାପରେ ମୁଣ୍ଡ ଥଣ୍ଡା ହେଲେ ମୁଁ ଯାଇକି କାମ ସବୁ କରିବି। ଡାଲମା ହେଲା ପରେ ମୁଁ ତାକୁ ପଘାରି ଦେଇଥିଲି, ତା ଦେହରେ ଧନିଆ ପତ୍ର ଆଉ ଜିରା ଲଙ୍କା ଗୁଣ୍ଡ ପକେଇ ଦେଇଥିଲି। ଡାଲମା ଜିରା ଲଙ୍କା ଗୁଣ୍ଡ ବିନା ଅଧୁରା। ଖିଆ ପିଆ ସାରିକି ଆମେ ଟିକେ ଶୋଇ ପଡ଼ିଥିଲୁ। ଶୋଇକି ଉଠିଲା ବେଳକୁ ସାର୍ ଗୋଟେ ତରଭୁଜ ଧରି ବସି ଯାଇଛନ୍ତି। ମୁଁ କହିଲି ଏ ତରଭୁଜକୁ କରିବ କ'ଣ ନା କାଟିକି ଖାଇଦବା, ରଖିଲେ ବେଶୀ ଦିନ ସଢ଼ିଯିବ, କାହିଁକି ବେକାର ନଷ୍ଟ କରିବା। ତରଭୁଜଟାକୁ ହାର୍ଟ ସେପ୍ର କାଟିକି ମୋତେ ଦେଖାଉଛନ୍ତି, ଦେଖେ ମୁଁ କେମିତି ହାର୍ଟ ପୁରା କରିଦେଇଛି। ତରଭୁଜଟାକୁ ସାର୍ କାଟିଦେଲା ପରେ ମୁଁ ତାକୁ ଛୋଟ ଛୋଟ ପିସ୍ କରି କାଟିଦେଲି। ତରଭୁଜକୁ କିଛି ଗ୍ରାଇଣ୍ଡିଙ୍ଗ କରିଦେଲି, ଆଉ ଅଳ୍ପ ଚିନି ପକେଇକି ଆଉ ଥରେ ଗ୍ରାଇଣ୍ଡିଙ୍ଗ କରିଦେଲି। ବିଟ ଲୁଣ ବା ଅଣ୍ଡା ଲୁଣ ବା ସହଦେବ ଲୁଣ ଆପଣମାନେ ଯୋଉ ଲୁଣ ବୁଝିପାରିବେ ପକେଇ ଭଲ ଭାବରେ ଗୋଳେଇ ଦେଲି। କିଛି ନଣ୍ଡା ବଗୁଲି ମୁଁ ତିନ୍ତେଇ ରଖିଦେଇଥିଲି, ତାକୁ ବି ଏ ଗ୍ଲାସରେ ପକେଇଦେଲି। ଯଦି ଆପଣମାନେ ଏପର୍ଯ୍ୟନ୍ତ ଦେଖିଲେଣି ତାହେଲେ ଗୋଟେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ କରିଦିଅନ୍ତୁ ନା। 3ଟି ଗ୍ଲାସକୁ ସମାନ ଭାବରେ ରଖିକି ୱାଟରମେଲନ ଜୁସ୍କୁ ତା ଦେହରେ ରଖିଲି। ମୋ ଭଣଜା ଆସିଥିଲେ, ତାଙ୍କ ପାଇଁକି ମୁଁ ଗୋଟେ ଗ୍ଲାସ ନେଇକି ଗଲି। ତାଙ୍କୁ ଦେଇକି ଗୋଟେ ଗ୍ଲାସ ଫେରିଲା ବେଳକୁ ସାରଙ୍କର ପୁଅର ଆଉ 2ଟି ଗ୍ଲାସକୁ ପିଇକି ପୁରା ସାରି ଦେଇଛନ୍ତି। ସାରଙ୍କର ପୁଅର ମୋ ପ୍ରତି ଘୋର ଅନ୍ୟାୟ କରିଛନ୍ତି। ଏ କଷ୍ଟ ମୁଁ ସହି ପାରିବିନି।